ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗଢ଼ି ଉଠିଛି ମାଳମାଳ ସପିଂ ମଲ୍। ବିଶେଷ ଭାବେ ମଲ୍ଗୁଡ଼ିକ ଯେଉଁ ଆବଶ୍ୟକୀୟ ଜିନିଷ ଗୁଡ଼ିକରେ ଧ୍ୟାନ ଦେବା କଥା ତାହା ଏଠାରେ ସଠିକ୍ ଢଙ୍ଗରେ ପାଳନ ହେଉନାହିଁ। ସବୁଠାରୁ ବଡ଼ କଥା, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନାହିଁ ତ ପୁଣି କିଛି ସପିଂ ମଲ୍ର ଗାଡ଼ି ପାର୍କିଂ ସୁବିଧା ମଧ୍ୟ ନାହିଁ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳର ପୁରାତନ ବ୍ୟବସାୟିକ ସପିଂ ମଲ୍ 3 ମହଲା ବିଶିଷ୍ଟରେ ରହିଛି ରାଜଶ୍ରୀ ଏମ୍ପୋରିୟମ୍, ଯାହା ଆଠଗଡ଼ ସହରର ମୁଖ୍ୟ ରାସ୍ତା ଉପରେ ଗଢ଼ି ଉଠିଛି। ସକାଳ ସନ୍ଧ୍ୟାରେ ହୋଇଛି ଟ୍ରାଫିକ୍ ସମସ୍ୟା। ସରକାରଙ୍କର ନିୟମ କଟକଣାକୁ ଫୁ କରିଦେଇଛି ରାଜଶ୍ରୀ ଏମ୍ପୋରିୟମ୍। ଏହି ମଲ୍କୁ ପ୍ରତ୍ୟେକ ଦିନ ଶହ ଶହ ଗ୍ରାହକ ଆସୁଛନ୍ତି। ଏମ୍ପୋରିୟମ୍ ମଧ୍ୟ କିଛି ଲୋକଙ୍କୁ ସେଲ୍ସମ୍ୟାନ୍ ଭାବେ ଚାକିରି ଦେଇ ରୋଜଗାରକ୍ଷମ ମଧ୍ୟ କରୁଛି। କିନ୍ତୁ ସବୁଠାରୁ ବଡ଼ ଏବଂ ଆବଶ୍ୟକୀୟ, ଏହାର ନାହିଁ ଗାଡ଼ି ପାର୍କିଂ ପାଇଁ ଜାଗା। ଗ୍ରାହକମାନେ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି, ଯାହାଫଳରେ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସାଧାରଣ ଯାନବାହନଗୁଡ଼ିକ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ମଲ୍ଟି ପୁରାତନ ହୋଇଥିଲେ ମଧ୍ୟ ନାହିଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍, ଯାହାକି ଲୋକଙ୍କ ସୁରକ୍ଷା ପାଇଁ ନାହିଁ ଏହାର ଧ୍ୟାନ। କେତେବେଳେ କିଛି ଅଘଟଣ ଘଟି ନଯିବ, କେବଳ ଭଗବାନ ଭରସା। ଏହି ରାଜଶ୍ରୀ ଏମ୍ପୋରିୟମ୍ର ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ମନା କରିଥିଲେ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀ। ଅନ୍ୟପଟେ ଆଠଗଡ଼ରେ ଥିବା ରାଜଶ୍ରୀ ଏବଂ ଅନ୍ୟ ସପିଂ ମଲ୍ ସହ ନର୍ସିଂହୋମ୍ଗୁଡ଼ିକୁ ଖୁବ୍ ଶୀଘ୍ର ନୋଟିସ୍ ପଠାଯିବ ବୋଲି କହିଛନ୍ତି ଆଠଗଡ଼ ଅଗ୍ନିଶମ ଅଧିକାରୀ। ଆଠଗଡ଼ ବିଜ୍ଞାପିତ ଅଞ୍ଚଳରେ ଅନେକ ସପିଂ ମଲ୍ରେ ଡ୍ରେସ୍ଠାରୁ ଆରମ୍ଭ କରି ଫ୍ରିଜ୍ ଭଳି ଘରୋଇ ଉପକରଣ ବିକ୍ରି କରାଯାଉଛି। ଏହିସବୁ ମଲ୍ଗୁଡ଼ିକରେ ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ଅଗ୍ନି ନିରାପତ୍ତା ପାଇଁ ବିଭିନ୍ନ ସରଞ୍ଜାମ ମଧ୍ୟ ମଲ୍ ପକ୍ଷରୁ ରଖାଯାଇଛି, କିନ୍ତୁ ସରକାରୀ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଁ ପ୍ରକ୍ରିୟା ଚାଲିଛି, ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଅନ୍ୟପଟେ ବେଆଇନ ପାର୍କିଂ ଏବଂ ଅନ୍ୟାନ୍ୟ ଆଇନ ଉଲ୍ଲଂଘନ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି। କେବଳ ବ୍ୟବସାୟ କରି ଲାଭବାନ ହେବା ଉଦ୍ଦେଶ୍ୟ ରଖୁଥିବା ମଲ୍ଗୁଡ଼ିକ ଆବଶ୍ୟକ ପାର୍କିଂ ଏବଂ ଲୋକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଏକ୍ଜିକ୍ୟୁଟିଭ ଅଫିସର ଆଠଗଡ଼ ଆମର ଆକ୍ଚୁଆଲି ଆମର ଯେ ବିଲ୍ଡିଂ ପ୍ଲାନ୍ ଡିଲ୍ କରୁଥିଲା ତାକୁ ମୁଁ ଡାକିଥିଲି। ସେ ଗୋଟେ ଲିଷ୍ଟ ଦେଇଛି। ଲିଷ୍ଟରେ କେତେ ଜଣ ଆପ୍ଲାଏ କରିଛନ୍ତି, କ'ଣ ହେଇଛି, ତା ପ୍ରୋସିଜର କ'ଣ ତାଙ୍କର ପେଣ୍ଡିଂ କ'ଣ ଅଛି। ଯଦି ବିଲ୍ଡିଂ ପ୍ଲାନ୍ ପରମିଟ୍ ଯଦି ନଥିବ ତାକୁ ଆମେ ନୋଟିସ୍ ଦେବା। ଆଉ କିଛି ସର୍ଟଫଲ୍ ଅଛି, ତାଙ୍କର ଯାହା ଅଛି ସେଇଟା ମୁଁ ଆଜି ଷ୍ଟଡି କରୁଥିଲି। ତ ସବୁ ଷ୍ଟଡି କଲା ପରେ ତାକୁ ଗୋଟେ ନୋଟିସ୍ ଦିଆଯିବ। ନୋଟିସ୍ ଦେଲା ପରେ ତାପରେ କାର୍ଯ୍ୟାନୁଷ୍ଠାନ ହେବ। ନା, ଆମେ ଗୋଟେ 7 ଦିନର ଗୋଟେ ନୋଟିସ୍ ଦେବୁ। ତାଙ୍କର କ'ଣ ଇସ୍ୟୁ ଅଛି, ଯଦି ସେ ବିଲ୍ଡିଂ ପ୍ଲାନ୍ ଆପ୍ଲାଏ କରିଥିବେ, ଯଦି ତାଙ୍କୁ ବିଲ୍ଡିଂ ପ୍ଲାନ୍ ଆପ୍ଲାଏ କରିକିରି ଯଦି ପ୍ରୋସେସ୍ରେ ରହିଛି ତ ପ୍ରୋସେସିଂ ହେବ। ଯଦି ପ୍ରୋସେସ୍ ଟୋଟାଲି ଇନିସିଏସନ୍ ହେଇନି, ଗଲେ ଆମେ ନୋଟିସ୍ ଦେବୁ। ନୋଟିସ୍ ଦେଲା ପରେ ସେ ଗୋଟେ ବିଲ୍ଡିଂ ପ୍ଲାନ୍ ପାଇଁ ଆପ୍ରୁଭାଲ୍ ନେବେ। ତାପରେ ଆମର ଯାହା ରିକ୍ୱାରମେଣ୍ଟସ୍ ଅଛି, ସବୁ ରିକ୍ୱାରମେଣ୍ଟସ୍ ଅନୁଯାୟୀ ଯଦି ସେ ବିଲ୍ଡିଂ ପ୍ଲାନ୍ ଅନୁଯାୟୀ ଯଦି କିଛି କରିବେନି, ତାକୁ ଆମେ ତାପରେ ଯେଉଁ କାର୍ଯ୍ୟାନୁଷ୍ଠାନ ରୁଲ୍ ଅନୁସାରେ ଅଛି ସେ ରୁଲ୍ ଅନୁସାରେ ଆମେ କରିବୁ। ସେଥିପାଇଁ ତ ଆମେ ଆଜି ଡାକିଥିଲି ଯେ ବିଲ୍ଡିଂ ପ୍ଲାନ୍ କରୁଥିଲା। ବିଲ୍ଡିଂ ପ୍ଲାନ୍ର ତ ଗୋଟେ ଲିଷ୍ଟ ଦେଇଛି, ସେମାନେ ଆପ୍ଲାଏ କରିଥିବେ, ଏମିତି ନାହିଁ। ଯାହା ହେଲେ ଗୋଟେ ମଲ୍ କରିଛନ୍ତି କହିଲେ 100% ଆପ୍ଲାଏ କରିଥିବେ, ବଟ୍ ତାଙ୍କର ପ୍ରୋସିଜର ହିସାବରେ ହେଇଛି କି ନା ସେଇଟା ଆମେ ଟିକେ ଦେଖିବୁ। ନହେଲେ ଆମେ ରୁଲ୍ ଅନୁଯାୟୀ ଯଦି ସପୋଜ୍ ଏକ୍ଜାମ୍ପଲ୍ କହୁଛି, ଆମର ପାର୍କିଂ ଅସୁବିଧା ନାହିଁ। ପାର୍କିଂ ନିଜେ କରିବ, ଅଣ୍ଡରଗ୍ରାଉଣ୍ଡ ହିସାବରେ କରିବ, ଅଣ୍ଡରଗ୍ରାଉଣ୍ଡ ଖୋଲାଖୋଲି କରିବ। ସିଷ୍ଟମ୍ ଫାୟାର ଫୋର୍ ଆଠଗଡ଼ ଫାୟାର ଷ୍ଟେସନ୍। ଦେଖନ୍ତୁ, ସପିଂ ମଲ୍ର ତ ମାନେ ଅଥରିଟି ହେଉଛି ଆମର ଡେପୁଟି ଫାୟାର ଅଫିସର କଟକ ସର୍କଲ୍। ତାଙ୍କର ଅଫିସ୍ ହେଉଛି ବକ୍ସି ବଜାର କଟକରେ। କିନ୍ତୁ ଆମେ ଯେଉଁ ଆମର ସର୍ଭେରୁ ଜଣାପଡ଼ିଛି ଯେ ଆଠଗଡ଼ର କୌଣସି ସପିଂ ମଲ୍ର ଫାୟାର ସେଫ୍ଟି ସାର୍ଟିଫିକେଟ୍ ନାହିଁ। ଆମେ 2 ଜଣଙ୍କୁ ନୋଟିସ୍ ଦେଇଛୁ ଏବଂ ଆଉ ଲିଷ୍ଟ ଆଉଟ୍ କରିଛୁ। ସେ ଲିଷ୍ଟଟା ଦିଆହେଇଛି ଆମର ଡେପୁଟି ଫାୟାର ଅଫିସର କଟକଙ୍କୁ। ସେମାନେ ନୋଟିସ୍ ଦେଲା ପରେ ଆମେ ସେମାନଙ୍କୁ ନୋଟିସ୍ ଦିଆଯିବ। ତାଙ୍କର ତ ମୋଟେ ନାହିଁ, ସେଟାକୁ ଜଣେ ସାର୍ଟିଫିକେଟ୍ ପାଇଲା ପରେ 2 ବର୍ଷରେ ରିନ୍ୟୁଆଲ୍ ହେବା କଥା, କିନ୍ତୁ ତାଙ୍କ ପାଖରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନାହିଁ। ଆଠଗଡ଼ରୁ ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ, ETR TV ଓଡ଼ିଆ।